ଇଭି ନିର୍ମାଣରେ ଭାରତର ବଡ଼ ବିଫଳତା। ଭାରତର ଇଭିର ସ୍ୱପ୍ନ ଚାଇନିଜ୍ ବ୍ୟାଟେରୀ ଉପରେ ନିର୍ଭରଶୀଳ। ଆପଣ କ'ଣ ଭାବୁଛନ୍ତି? ଭାରତରେ ବିକ୍ରି ହେଉଥିବା ବିଦ୍ୟୁତ୍ କାର୍ ଗୁଡ଼ିକ ପ୍ରକୃତରେ କ'ଣ ମେଡ୍ ଇନ୍ ଇଣ୍ଡିଆ? ଯଦି ଆପଣଙ୍କ ଉତ୍ତର ହଁ, ତେବେ ଏହି ତଥ୍ୟ ଶୁଣନ୍ତୁ। ଭାରତରେ ବିକ୍ରି ହେଉଥିବା ପ୍ରତ୍ୟେକଟି 46ଟି ଇଭି କାର୍ରୁ ମାତ୍ର 6ଟି ସରକାରୀ ରିହାତି ପାଇବାକୁ ଯୋଗ୍ୟ। ଏହାର ଅର୍ଥ ହେଉଛି ଭାରତର 87% ଇଭି କାର୍ ପ୍ରାୟତଃ ବିଦେଶୀ ଉପକରଣ, ବିଶେଷ କରି ଚୀନରୁ ଆସୁଥିବା ଉପକରଣ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ। ଏହି ବିରାଟ ନିର୍ଭରଶୀଳତାର କାରଣ କ'ଣ? ଆସନ୍ତୁ ଭାରତର ଇଭି ନିର୍ମାଣ ବିଷୟରେ ଡିପ୍ ଆନାଲିସିସ୍ କରିବା। ନମସ୍କାର ଦର୍ଶକ ବନ୍ଧୁ, ଭାରତ ସରକାର ଦେଶର ଇଭି ଉତ୍ପାଦନକୁ ପ୍ରୋତ୍ସାହିତ କରିବା ପାଇଁ PLI ସ୍କିମ୍ ଘୋଷଣା କରିଛନ୍ତି। ଏହି ଯୋଜନା ମିନିଷ୍ଟ୍ରି ଅଫ୍ ହେଭି ଇଣ୍ଡଷ୍ଟ୍ରିଜ୍ ପକ୍ଷରୁ ସେପ୍ଟେମ୍ବର 2021ରେ ଘୋଷିତ ହୋଇଥିଲା। ଏହାର ମୁଖ୍ୟ ଲକ୍ଷ୍ୟ ଥିଲା ଭାରତୀୟ କମ୍ପାନୀଗୁଡ଼ିକୁ ବିଦ୍ୟୁତ୍ କାର୍କୁ ପ୍ରକୃତରେ ମେଡ୍ ଇନ୍ ଇଣ୍ଡିଆ ରୂପ ଦେବାରେ ସାହାଯ୍ୟ କରିବ। କିନ୍ତୁ ଏକ ରିପୋର୍ଟ ଅନୁଯାୟୀ ଭାରତୀୟ କମ୍ପାନୀଗୁଡ଼ିକ ଏହି ଲକ୍ଷ୍ୟ ହାସଲ କରିବାରେ ବିଫଳ ହୋଇଛନ୍ତି। ଆଜି ଭାରତୀୟ କମ୍ପାନୀମାନେ ବିଦ୍ୟୁତ୍ କାର୍ ନିର୍ମାଣ ପାଇଁ ମୁଖ୍ୟତଃ ଚୀନ ଉପରେ ନିର୍ଭରଶୀଳ। PLI ଯୋଜନାରେ ରିହାତି ପାଇବାକୁ ହେଲେ କାର୍ ଉତ୍ପାଦନ ପ୍ରକ୍ରିୟାରେ ଏକ ନିର୍ଦ୍ଦିଷ୍ଟ ମାତ୍ରାରେ ଭାରତୀୟ ସାମଗ୍ରୀର ମୂଲ୍ୟ ଯୋଗ ହେବା ଆବଶ୍ୟକ। ଅର୍ଥାତ୍ PLI ସ୍କିମ୍ରେ ଅଟୋମୋବାଇଲ୍ ଏବଂ ଅଟୋମୋବାଇଲ୍ର ଉପକରଣ କମ୍ପାନୀଗୁଡ଼ିକ ପାଇଁ ସର୍ବନିମ୍ନ 50% ଘରୋଇ ମୂଲ୍ୟଯୋଗ୍ୟ ଅର୍ଥାତ୍ ଡୋମେଷ୍ଟିକ୍ ଭ୍ୟାଲ୍ୟୁ ଏଡିସନ୍ କରିବା ଆବଶ୍ୟକ। ସରକାର ବ୍ୟାଟେରୀ ସେଲ୍ ଆମଦାନୀ କ୍ଷେତ୍ରରେ କିଛିଟା କୋହଳତା କରିଛନ୍ତି। ଆଜି 40% ପର୍ଯ୍ୟନ୍ତ ଡୋମେଷ୍ଟିକ୍ ଭ୍ୟାଲୁଏସନ୍ ସିଷ୍ଟମ ବ୍ୟବସ୍ଥା ରଖିଛନ୍ତି। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ଭାରତରେ ବିକ୍ରି ହେଉଥିବା 87% କାର୍ ଏହି ମାନଦଣ୍ଡକୁ ପୂରଣ କରିପାରୁନାହାନ୍ତି। କାରଣ ଏହିସବୁ କାର୍ର ଉପକରଣ ଗୁଡ଼ିକ ବିଦେଶରୁ ଆମଦାନୀ ହେଉଛି ଏବଂ ଅଧିକାଂଶ କ୍ଷେତ୍ରରେ ଆମଦାନୀ ଅଂଶ 60%ରୁ ଅଧିକ ରହୁଛି, ଯାହା ସିଂହଭାଗ ଆମଦାନୀ ଚାଇନାରୁ ହିଁ ଆସୁଛି। ପ୍ରକୃତରେ ଭାରତୀୟ ଇଭି ନିର୍ମାତାମାନେ କେଉଁ ସବୁ ଗୁରୁତ୍ୱପୂର୍ଣ୍ଣ ଉପକରଣ ପାଇଁ ଚୀନ ଏବଂ ତାଇୱାନ ଉପରେ ନିର୍ଭର ରହୁଛନ୍ତି ଆସନ୍ତୁ ଜାଣିବା। ଏହାର ଲମ୍ବା ତାଲିକା ରହିଛି। ଏଥିରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଲିଥିୟମ୍ ଆୟନ ବ୍ୟାଟେରୀ ସେଲ୍। ଏହା ସହିତ ଅନ୍ୟାନ୍ୟ ଜରୁରୀ ଉପକରଣ ଯଥା ରେୟାର ଆର୍ଥ ମ୍ୟାଗ୍ନେଟ୍, DC ମୋଟର, ଲେମିନେଟେଡ୍ ଷ୍ଟାର୍ଟର୍ସ, ସେମି କଣ୍ଡକ୍ଟର ଚିପ୍ସ, ପ୍ରିଣ୍ଟେଡ୍ ସାର୍କିଟ୍ ବୋର୍ଡସ୍, ଏହିସବୁ ଉପକରଣର ସ୍ଥାନୀୟ ନିର୍ମାଣ ଭାରତରେ ଏବେ ବି ପ୍ରାଥମିକ ପର୍ଯ୍ୟାୟରେ ରହିଥିବାରୁ କମ୍ପାନୀଗୁଡ଼ିକ ପାଇଁ PLI ମାନଦଣ୍ଡ ପୂରଣ କରିବା ଅସମ୍ଭବ ହୋଇଯାଉଛି। ଯଦିଓ ଏହି ଚିତ୍ର ନିରାଶାଜନକ, ତଥାପି କିଛି କମ୍ପାନୀ ସଫଳତା ହାସଲ କରିଛନ୍ତି। ସୂଚନାରୁ ଜଣାପଡ଼ିଛି ଯେ PLI ଯୋଜନାରେ ଇଣ୍ଡିଆରେ 6ଟି କାର୍ ଉତ୍ତୀର୍ଣ୍ଣ ହୋଇଛନ୍ତି। ତାହା ହେଲା ଟାଟା ମୋଟର୍ସ। ଟାଟା ମୋଟର୍ସର 5ଟି ମଡେଲ ଯୋଗ୍ୟତା ହାସଲ କରିଛନ୍ତି। ସେଗୁଡ଼ିକ ହେଲା ପ୍ରଥମରେ ଟାଟା ପଞ୍ଚ, ଦ୍ୱିତୀୟରେ ଟାଟା ନେକ୍ସନ୍, ତୃତୀୟରେ ଟାଟା ହେରିୟର SUV, ଚତୁର୍ଥରେ ଟାଟା ଟିଆଗୋ, ପଞ୍ଚମରେ ଟାଟା ଟାଇଗର। ମହେନ୍ଦ୍ରା ଆଣ୍ଡ ମହେନ୍ଦ୍ରାର ଗୋଟିଏ କାର୍ ଏହି ମାନଦଣ୍ଡକୁ ମଧ୍ୟ ପୂରଣ କରିଛନ୍ତି, ଯାହା ହେଉଛି ମହେନ୍ଦ୍ରା XUV9E। These models indicate that local value addition is possible। କିନ୍ତୁ ଅଧିକାଂଶ କମ୍ପାନୀ ଏହି ପଥରେ ବହୁତ ପଛରେ ଅଛନ୍ତି। ସଂକ୍ଷେପରେ କହିବାକୁ ଗଲେ ଭାରତ ବିଶ୍ୱର ଏକ ପ୍ରମୁଖ ଇଭି ନିର୍ମାଣ ହବ୍ ହେବାକୁ ଯେଉଁ ସ୍ୱପ୍ନ ଦେଖୁଥିଲା, ଏବେ ଏହା ବହୁତ ବାଟ ଯିବାକୁ ଅଛି। ସ୍ଥାନୀୟ ଉପକରଣର ନିର୍ମାଣ ଶିଳ୍ପକୁ ମଜବୁତ ନ କଲେ ଆମର ମେଡ୍ ଇନ୍ ଇଣ୍ଡିଆ ଇଭିକୁ କେବଳ ଚାଇନିଜ୍ ଉପକରଣ ଗୁଡ଼ିକର କନସଲ୍ଟେସନ୍ ହେଇକି ରହିବାକୁ ପଡ଼ିବ। ଏହା ଏକ ଜଟିଳ ଆହ୍ୱାନ। ଯେପର୍ଯ୍ୟନ୍ତ ଆମ ବ୍ୟାଟେରୀ ସେଲ୍ କିମ୍ବା ସେମିକଣ୍ଡକ୍ଟର ଚିପ୍ ଭଳି ମୂଳ ଉତ୍ପାଦନ ଗୁଡ଼ିକ ଘରୋଇ ସ୍ତରରେ ଉତ୍ପାଦନ ନ କରିଛୁ ଆମେ, ସେ ପର୍ଯ୍ୟନ୍ତ ଇଭି ନିର୍ମାଣରେ ଅନ୍ୟ ଦେଶ ଉପରେ ନିର୍ଭରଶୀଳତା ରହିବା ଜାରି ରହିବ। ଆପଣଙ୍କ ମତରେ ଭାରତ କେବେ ଏହି 87% ନିର୍ଭରଶୀଳତାକୁ ଶେଷ କରିପାରିବ? କମେଣ୍ଟ ବକ୍ସରେ ନିଶ୍ଚିତ ମତାମତ ଜଣାନ୍ତୁ। ଭାରତ ଇଭି ନିର୍ମାଣର ସ୍ଥିତି ଏପରି ଏକ ରାନ୍ଧୁଣିଆ ପରି ଯେ ବିଶ୍ୱସ୍ତରର ଖାଦ୍ୟ ତିଆରି କରିବାକୁ ଚାହୁଁଛି, କିନ୍ତୁ ତାର ସମସ୍ତ ମୂଳ ଉତ୍ପାଦନ ଯଥା ଲୁଣ, ତେଲ, ମସଲା ଅନ୍ୟ ଦେଶରୁ ଆସୁଛି। ଖାଦ୍ୟ ତ ତିଆରି ହେଉଛି, କିନ୍ତୁ ଏହା ପ୍ରକୃତ ଘର ତିଆରି ନୁହେଁ। ଭାରତକୁ ପ୍ରକୃତ ଇଭି ସ୍ୱାଧୀନତା ପାଇଁ ନିଜର ଉତ୍ପାଦନ ନିଜେ ଉତ୍ପାଦ କରିବାକୁ ପଡ଼ିବ। ଯଦି ଭିଡ଼ିଓଟି ଭଲ ଲାଗିଛି ତେବେ ଭିଡ଼ିଓକୁ ଲାଇକ୍ କରନ୍ତୁ। ଆଉ ଯଦି ଆପଣ ଚ୍ୟାନେଲରେ ନୂଆ ଆସିଛନ୍ତି ତେବେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଜମା ବି ଭୁଲନ୍ତୁନି। ଧନ୍ୟବାଦ। ଜୟ ହିନ୍ଦ, ଜୟ ଜଗନ୍ନାଥ।